ଚିକେନ୍ ଗୋଟେ ଏମିତି ଖାଇବା ଜିନିଷ ଯୋଉଟାକି ଆମ ଯୁବପିଢ଼ିଙ୍କର ବହୁତ ହି ଫେଭରେଟ୍ ଖାଇବା। ଚିକେନ୍ ତ ଚିକେନ୍, ତା ଝୋଳ ଯଦି ବହୁତ ବଢ଼ିଆ ଥାଏ ନା, ସେ 2 ପଟ କଣ 4 ପଟ ରୁଟି ଖାଇବାକୁ ଆହୁରି ମଜବୁର କରିଦିଏ। ଭାତ ବି 2-4 ମୁଠା ଅଧିକ ଖାଇ ହେଇଯାଏ। ନମସ୍କାର, ମୁଁ ପ୍ରୀତି ଛନ୍ଦା ଆପଣଙ୍କୁ ମୋ ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ କରୁଛି। ତ ଚାଲନ୍ତୁ ଆଜି ଏକ ରେସିପି ନେଇକି ଆସିଛି ଚିକେନ୍ ତରକାରୀ, ଯାହାର ଝୋଳଟା ବହୁତ ହି ଟେଷ୍ଟି ଲାଗିଥାଏ ଚିକେନ୍। ତ ଚାଲନ୍ତୁ ଆଜି ମୁଁ କେମିତି କରୁଛି ଆପଣଙ୍କ ସାଙ୍ଗେ ସେୟାର କରିବି। ତ ମୁଁ ଏଇଟା ବଟ ମସଲା ପାଇଁ ଅଦା, ରସୁଣ, ଟମାଟୋ, ଡାଲଚିନି 2ଟା ଆଉ ଗୁଜୁରାତି ଗୋଟେ ମୁଁ ଆଡ଼୍ କରିଦେଇଥିଲି ଆଉ ତାକୁ ମୁଁ ଗ୍ରାଇଣ୍ଡିଙ୍ଗ କରିଦେଇଥିଲି। ତାପରେ ଭାଜି ହେଇସାରିଲା ପରେ ଆଳୁକୁ ତାପରେ ଯେଉଁ କଡ଼େଇରେ ଆମେ ଆଉ ଟିକେ ତେଲ ଆଡ଼୍ କରିକି ସେଥିରେ ଟିକେ ନାକୁ ପକେଇଦେବା ତେଜପତ୍ର ଆଉ ତାପରେ ପକେଇବା ଆମେ ବ୍ରାଉନ୍ ହେଲା ପର୍ଯ୍ୟନ୍ତ ପିଆଜଟାକୁ ଭାଜିବା। ପିଆଜ ମୁଁ 4 ଜଣଙ୍କ ହିସାବରେ କରିଥିଲି, ଆପଣମାନେ କମ୍ ଅଧିକ କରିପାରନ୍ତି। ତାପରେ କାଟିକି ରଖିଦେବା, ଆମେ ସେଇ ଟମାଟୋକୁ ସେଇଥିରେ ଆଡ଼୍ କରିଦେବା। ସେଇଥିରେ ଆମେ ଯେଉଁ ବାଟିକି ରଖିଥିବା ମସଲା, ସେ ମସଲାକୁ ଆମେ ଆଡ଼୍ କରିଲୁ। ଆପଣ ମସଲା ଆପଣଙ୍କ ମେମ୍ବର ହିସାବରେ ହିଁ କରିବେ। ତ ଯାହାର ବହୁତ ବଡ଼ ଫ୍ୟାମିଲି ସେମାନଙ୍କୁ ତ ବହୁତ ମସଲା ବାଟିଥାନ୍ତି। ତ ଛୋଟ ଫ୍ୟାମିଲି 4-5 ଜଣ ଫ୍ୟାମିଲି ପାଇଁ ଏଇଟା ଠିକ୍ ଅଛି। ତାପରେ ସେଥିରେ ଆମେ ଲୁଣ ଆଡ଼୍ କରିଦେବା। ତ ଆପଣମାନେ ଯେଉଁମାନେ ମୋ ଭିଡ଼ିଓ ଆଗରୁ ଦେଖନ୍ତି ସେମାନେ ଜାଣିଛନ୍ତି ମୁଁ ସବୁବେଳେ ମସଲା କଷିଲା ବେଳକୁ ହିଁ ଲୁଣ ଆଡ଼୍ କରିଦିଏ, ଯାହାଦ୍ୱାରା କି ମସଲାଟା ବହୁତ ଜଲ୍ଦି କଷି ହେଇଯାଇଥାଏ ଆଉ ବହୁତ ବଢ଼ିଆ ବି ଲାଗିଥାଏ। ତେଣୁକରି ମୁଁ ସବୁବେଳେ ଏମିତି କରେ, ଯେହେତୁ ମୁଁ ଏମିତି ହିଁ ଶିଖିଛି ଯେ ମସଲା କଷିଲା ସମୟରେ ଆପଣ ଆଡ଼୍ କରିଦେବେ। ତ ମୁଁ ଆପଣଙ୍କୁ ସେଇ ଜିନିଷଟା ହିଁ କହୁଛି। ତାପରେ କମ୍ ଅଧିକ ହେଇକି ଆପଣ ଯାହା ଆଡ଼୍ କରିପାରିବେ। ତାପରେ ଆମେ ସେଥିରେ 2 ଚାମଚ ଦହି ପକେଇଦେବା। ଦହି ତ ଡେଫିନେଟଲି ପକେଇବେ। ଦହି ନା ପକେଇଲେ ନା ଏଇ ଚିକେନ୍ ତରକାରୀର ଝୋଳ ଆକ୍ଚୁଆଲି ବହୁତ ବଢ଼ିଆ ଲାଗିଥାଏ। ଆପଣମାନେ ଥରେ 2 ଚାମଚ ଦହି ପକେଇ ଦେଖନ୍ତୁ। ଯଦି 5-7 ଜଣଙ୍କ ପାଇଁ କରୁଛନ୍ତି ତେବେ 4 ଚାମଚ ଦହି ପକେଇବେ। 8 ଜଣଙ୍କ ପାଇଁ ଯଦି କରୁଛନ୍ତି 4 ଚାମଚ ଦହି ପକେଇବେ। କିନ୍ତୁ ଥରେ ଦହି ପକେଇକି ଏମିତି ଝୋଳ କରନ୍ତି ନା, ଆପଣ ନିଜେ ଦେଖିବେ ବହୁତ ବଢ଼ିଆ ଲାଗିବ। ସମସ୍ତେ ହାତ ଚାଟିକି ଝୋଳ ବହୁତ ଡିମାଣ୍ଡ ଆସିବ ଯେ ନା ଆଉ ଟିକେ ଝୋଳ ଦିଅ। ବହୁତ ବଢ଼ିଆ ଝୋଳ ହେଇଥାଏ। ତ ଯେଉଁମାନେ ଯେବେ କରିବେ ମୋ ପାଖକୁ କମେଣ୍ଟ ସେବେ ଆସିକି ଏଇ ଭିଡ଼ିଓରେ କରିବେ। ତ ଚିକେନ୍ ଯେଉଁ ମୁଁ ଦେଖେଇଲି ସେଇଟା କିଲେ ଚିକେନ୍, ମୁଁ କିନ୍ତୁ ଏବେ ଯାଉଛି ଚିକେନ୍ଟାକୁ ଭାଜିଦେବି। ମୁଁ କାରଣ ଚିକେନ୍ଟା ଭାଜିକି ପକେଇଲେ ବି ତା'ର ଟେଷ୍ଟଟା ବହୁତ ବଢ଼ିଆ ଆସିଥାଏ। ଯେତେବେଳେ ମୁଁ ଚିକେନ୍ଟା ଭାଜିବାଟା ମୁଁ ସୁଟ୍ କରିନଥିଲି, ଚିକେନ୍ ଭାଜିଲା ବେଳକୁ ମୁଁ ଜଷ୍ଟ ଟିକେ ନାକୁ ନା ଲେମ୍ବୁ ଏମିତି ଚିପୁଡ଼ି ଦେଇଥିଲି। ତ ଆପଣମାନେ ସେମିତି ଲେମ୍ବୁ ଫାଳେ ଲେମ୍ବୁ ଏମିତି ଟିକେ ଟିକେ ନାକୁ ଚିପୁଡ଼ି ଦେବେ, ଯାହାଫଳରେ ବହୁତ ବଢ଼ିଆ ଲାଗିଥାଏ। କିନ୍ତୁ ତା'ର ଯେମିତି ମଞ୍ଜି ନ ପଡ଼ିବ, ମଞ୍ଜି ପଡ଼ିଲା ମାତ୍ରେ ପିତା ହେଇଯିବ। ତାପରେ ଆପଣ ଯେଉଁ କମ୍ପାନୀ ଆପଣଙ୍କର ପସନ୍ଦ, ତ ସେଇ କମ୍ପାନୀ ଅନୁସାରେ ଆପଣ ମସଲା ଆଡ଼୍ କରିବେ। ଚିକେନ୍ ମସଲା ଅଳ୍ପ ଟିକେ ନାକୁ ଗରମ ମସଲା ମୁଁ ଆଡ଼୍ କରିଦେଇଥିଲି। ଗରମ ମସଲା ବହୁତ କମ୍ ଆଡ଼୍ କରିଥିଲି, କାରଣ ଲାଷ୍ଟକୁ ପଡ଼ିବ। ଭାଜିଥିବା ଯେଉଁ ଆଳୁକୁ ଆମେ ସେଥିରେ ଟିକେ ନାକୁ ଏମିତି ଆମକୁ ଏତେ କଷିଦେବା, ଆମକୁ ଟିକେ ବହୁତ ସମୟ କଷିବାକୁ ପଡ଼ିଥାଏ। ମଟନ୍ ହଉ କି ଚିକେନ୍ ହଉ, ତା'ର ମସଲାଟା ବହୁତ ସମୟ କଷିବାକୁ ପଡ଼ିଥାଏ। ହାରାହାରି 15 ମିନିଟ୍ ପାଖାପାଖି ତ କଷିଲେ ତା ଟେଷ୍ଟଟା ବଢ଼ିଆ ଆସିଥାଏ। ତ ଟିକେ ଟିକେ କଷିଦେବେ। ଟିକେ ଶୁଖା ହେଇକି ଆସିଲା ବେଳକୁ ସେଥିରେ ପୁଣି ଟିକେ ନାକୁ ପାଣି ଆଡ଼୍ କରିଦେଉଥିବେ, ଯାହାଦ୍ୱାରା କି ବଢ଼ିଆ ଭାବେ କଷି ଯାଇଥାଏ। ତା'ର ଯେତିକି ସବୁ କଞ୍ଚା ଅଂଶ ତ ଏମିତିରେ ବି ପୁରା ମରିଯାଇଥାଏ। ତ ବହୁତ ବଢ଼ିଆ ଭାବେ କଷି ଯାଇଥାଏ। ତ ସେମିତି ବହୁତ ସମୟ ଟିକେ ନାକୁ କଷିବେ, କିନ୍ତୁ ପାଖାପାଖି ସେଇଠି ଠିଆ ହେଇକି କଷୁଥିବେ। ଯଦି ତଳ ଲାଗିଗଲା ମସଲା ତ ବହୁତ ଭଲ ଲାଗେନି ଆଉ ତରକାରୀଟା। କିନ୍ତୁ ଦହି ଆପଣ ଆଡ଼୍ କରିକି ଥରେ ଦେଖନ୍ତୁ, ଝୋଳ ବହୁତ ହି ଟେଷ୍ଟ ଆସିଥାଏ। ମୁଁ ବାରମ୍ବାର କହୁଛି। ତାପରେ ଯେଉଁ ଭଜା ଚିକେନ୍ ଆମେ ଏଥିରେ ପକେଇବା। ମୁଁ ଅଳ୍ପ ସମୟ ପାଇଁ ଚିକେନ୍ଟାକୁ ଭାଜି ଦେଇଥିଲି। ଚିକେନ୍ଟା ଭଜା ହେଇକି ପକେଇଲେ ବି ତା'ର ଟେଷ୍ଟ ବଢ଼ିଆ ଆସେ। କଞ୍ଚା ବି ବହୁତ ଜଣ ପକାନ୍ତି, ମୁଁ ବି ପକାଏ। ମୁଁ ନିଜେ ବି କଞ୍ଚା ପକାଏ।
କିନ୍ତୁ କଞ୍ଚା ଅପେକ୍ଷା ଭଜାଟା ବହୁତ ଭଲ ଲାଗେ। କିନ୍ତୁ ଲେମ୍ବୁ ଫାଳେ ଲେମ୍ବୁ ନା ଟିକେ ଆଡ୍ କରିଦେବେ, ଯାହାଦ୍ୱାରା କି ତାର ଗୋଟେ ଆମିଷିଆ ଗୋଟେ ସ୍ମେଲ୍ ଆସେନି ମଝିରେ ମଝିରେ ଚିକେନର, ତ ସେଇଟା ବିଲକୁଲ ବି ଆସିନଥାଏ। ତ ଚିକେନଟା ବହୁତ ବଢ଼ିଆ ଆସିଥାଏ, ଭଲ ଲାଗିଥାଏ ଖାଇବାକୁ। ତେମିତି ବହୁତ ସାରା ପୁଣି ଚିକେନ ପକେଇକି ଆପଣ କଷିବେ ମସଲାରେ, ନହେଲେ ନାହିଁ ତ ଜମା ଭଲ ଲାଗିବନି। ଚିକେନ ପକେଇ ଏମିତି ବହୁତ ସମୟ ପୁଣି କଷିବେ। 10 ମିନିଟ୍ ପାଖାପାଖି ଆପଣ କଷିବେ। 15 ମିନିଟ୍ ସେମିତି ସେପଟୁ ମସଲାରୁ କଷିବେ, ଆଉ ଏପଟୁ 10 ମିନିଟ୍ ଯାହା ହେଲେ ବି କଷିବେ, କାରଣ ଭଲ ଲାଗେ। ଆଉ ଯେତେବେଳେ ଝୋଳ କରିବେ ଗରମ ପାଣି ସବୁବେଳେ ଆଡ୍ କରିବେ। ମୁଁ ଗରମ ପାଣି ବସେଇ ଦେଇଥିଲି, କାରଣ ଅଳ୍ପ ସମୟ ପରେ ପୁଣି ଗରମ ପାଣି ମୁଁ ସେଥିରେ ଆଡ୍ କରିବି। ହଁ, ଗୋଲମରିଚ ଗୁଣ୍ଡ ବି ଆପଣ ଦେବାକୁ ଜମା ଭୁଲିବେନି। ଅଳ୍ପ ଦେବେ, ରାଗ ହେଇଯାଏ ତ ପିଲାମାନେ ବି ଖାଇବେ, ସେଇ ହିସାବରେ ଆପଣ ଦେବେ। କିନ୍ତୁ ବହୁତ ବଢ଼ିଆ ଫ୍ଲେଭର ଆସିଥାଏ। ତ ଗୋଲମରିଚ ଗୁଣ୍ଡ ମୁଁ ଏଥିରେ ଆଡ୍ କରିଦେଇଥିଲି। ପୁଅ ମତେ କହିଲା ମାମା ଚିକେନ କଷା ଆଳୁ ଟିକେ ଦବୁ। ଚିକେନ କଷା ହେଇସାରିଲା ପରେ ମୁଁ ଡାକିଦେଲି ତା ପାଇଁ ଚିକେନ କଷା ତା ପାଇଁ ବାଢ଼ିଦେଲି। ତାକୁ ଟିକେ ଚିକେନ କଷା ଖାଇବାକୁ ବହୁତ ପସନ୍ଦ କରେ ସେ। ତ ଆସୁ ସିଆଡ଼ୁ ଚିଲଉଥାଏ ଚିକେନ ଦିଅ। ତ ତା ପାଇଁ ଚିକେନ କଷା ବାହାର କରିଦେଇଥିଲି। ବାହାର କରିସାରିଲା ପରେ ମୁଁ ଯେଉଁ ପାଣି ଗରମ କରିବା ପାଇଁ ରଖିଥିଲି ସେ ପାଣିକୁ ମୁଁ ଆଡ଼୍ କରିବି। ଗରମ ପାଣି ସବୁବେଳେ ସବୁ ତରକାରୀରେ ଚେଷ୍ଟା କରିବେ ଗରମ ପାଣି ଦେବା ପାଇଁ। ଆଉ ବିଶେଷ କରି ଚିକେନ ମଟନରେ ତ ନିଶ୍ଚିତ ଗରମ ପାଣି ଦେବେ। ଜମା ଥଣ୍ଡା ପାଣି ଆଡ଼୍ କରିବେନି, ଯାହାଦ୍ୱାରା କି ଏତେ ପରିଶ୍ରମ କରିବେ କିନ୍ତୁ ଗରମ ପାଣି ନଦେଲେ ସେ ଜମା ଟେଷ୍ଟ ଆସିବନି। ତ ଗରମ ପାଣି ହିଁ ଦେବେ। ଆପଣମାନେ ଦେଖିପାରୁଥିବେ ମୁଁ ସାଙ୍ଗେ ସାଙ୍ଗେ ଗରମ ପାଣି ଦଉ ସେ ତରକାରୀ କେମିତି ଫୁଟିଲାଣି। ତ ସେମିତି ହିଁ ପୁରା ଦେବେ, ଯାହାଦ୍ୱାରା କି ବହୁତ କମ୍ ସମୟରେ ହେଇଯାଏ ଆଉ ବହୁତ ଟେଷ୍ଟ ବି ଲାଗିଥାଏ। ତ ଏଇଠି ତରକାରୀ ଅଲମୋଷ୍ଟ ହେଇଗଲାଣି। ତରକାରୀକୁ 5ରୁ 7 ମିନିଟ୍ ମୁଁ ଫୁଟେଇ ସାରିଲା ପରେ ତାକୁ ଗ୍ୟାସ୍ ବନ୍ଦ କରିଦେଇଥିଲି। ତ ଆପଣ ଦେଖୁଥିବେ ତରକାରୀଟି ହେଇଗଲାଣି। ତ ସେଇଥିରେ ମୁଁ ଯେଉଁ ଡାଲଚିନି ଗୁଣ୍ଡ ଆଉ ଗୁଜୁରାତି ଗୁଣ୍ଡ ମୁଁ ଏକା ସାଙ୍ଗେ ଭାଜିକି ତାକୁ ରଖିଥିଲି, ତ ସେଇଟା ମୁଁ ଆଡ଼୍ କରିଦେଇଥିଲି, ଯାହାଦ୍ୱାରା କି ବହୁତ ବଢ଼ିଆ ବାସ୍ନା ଆସିଥାଏ। ତ ଏଇଠି ହେଇଗଲାଣି ଆମର ବହୁତ ଆଜି ପ୍ରିୟ ସମସ୍ତଙ୍କର ଚିକେନ ତରକାରୀ। ଚିକେନ ତରକାରୀଟାକୁ ବେଶୀ ପାଣିଆ କରିବେନି କି ବେଶୀ ବହଳା କରିବେନି, ଏତିକି କନସିଷ୍ଟେନ୍ସି ରଖିଲେ ସେ ବହୁତ ବଢ଼ିଆ ଲାଗିଥାଏ। ମୋ ରେସିପିଟି ଆପଣଙ୍କୁ ଭଲ ଲାଗିଥିଲେ ଗୋଟେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ କରିବେ। ରହିଲି ନମସ୍କାର, ଦେଖାବା ଆଉ ଏକ ଭିଡ଼ିଓରେ।